ଆମ ପାଖରେ ଥିବା ଖାଦ୍ୟ ପ୍ରତି କୃତଜ୍ଞତା ପ୍ରକାଶ କରିବା ଦ୍ୱାରା ଆମେ ଯାହା ଖାଇଥାଉ ତାହା ସହିତ ଆମର ସମ୍ପର୍କକୁ କେବଳ ମଜବୁତ କରୁନାହୁଁ, ବରଂ ଆମେ ବାଛିଥିବା ପସନ୍ଦକୁ ମଧ୍ୟ ଆକାର ଦେଇଥାଉ, ଯାହା ଶେଷରେ ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସକୁ ଆଗେଇ ନିଏ। প্রিয় দর্শক বন্ধু নমস্কার। আজির আশাভরা নারী কার্যক্রমକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆଶା କରୁ ଆପଣ ଏହି କାର୍ଯ୍ୟକ୍ରମ ଦ୍ୱାରା ନିଶ୍ଚୟ ଉପକୃତ ହେଉଥିବେ ଓ ଆତ୍ମିକ ଜୀବନରେ ବୃଦ୍ଧି ପାଉଥିବେ। ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ କିମ୍ବା ପ୍ରାର୍ଥନାର ଅନୁରୋଧ ଥାଏ ଲେଖି ଜଣାଇଲେ ଆମେ ଖୁସି ହେବୁ। ଆଜି ଆମେ ବିଶେଷ ଆନନ୍ଦିତ ଯେ ଆଉ ଏକ ନୂଆ କାର୍ଯ୍ୟକ୍ରମ ନେଇ ଆପଣଙ୍କ ନିକଟକୁ ଆସିବାର ସୁଯୋଗ ପାଇଛୁ। ଆପଣ ନିୟମିତ ଏହି କାର୍ଯ୍ୟକ୍ରମ ଦେଖି ଆସୁଥିବାରୁ ଆମେ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ନିଶ୍ଚିତ ଯେ ଆପଣ ଆପଣଙ୍କ ପରିବାର ସହିତ ଭଲରେ ଥିବେ। ଆଜି ଆମ ମଧ୍ୟରେ ଭଉଣୀ ସ୍ନେହ ଅଛନ୍ତି। ଭଉଣୀ ସ୍ନେହ ନମସ୍କାର। ନମସ୍କାର। ଆଶାଭରା ନାରୀର ଆଉ ଏକ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ସ୍ନେହ ଭଉଣୀ, ଯେତେବେଳେ ଆପଣ ଏହି ବାକ୍ୟାଂଶ ଶୁଣନ୍ତି ସ୍ୱାସ୍ଥ୍ୟକର ଖାଇବା ମନରେ କ'ଣ ଆସେ? ହଁ, ଏହା ମୋତେ ବା ମୁଁ ପସନ୍ଦ କରୁନଥିବା ଖାଦ୍ୟ, ପନିପରିବା, ଛୋଟ ଅଂଶ ଆକାର ଏବଂ ଏପରିକି ମୁଁ ବିଦ୍ୟାଳୟରେ ଶିଖିଥିବା ଖାଦ୍ୟ ପିରାମିଡର ଚିତ୍ର ମନେ ପକାଏ। ବୋଧହୁଏ ଆମମାନଙ୍କର ମଧ୍ୟରୁ ଅଧିକାଂଶ ମଧ୍ୟ ଏହି ବିଷୟରେ ଚିନ୍ତା କରନ୍ତି ଏବଂ ଆମେ ଏହି ତାଲିକାରେ ସ୍ୱତନ୍ତ୍ର କେଟୋ ଡାଏଟ୍, ମଧ୍ୟବର୍ତ୍ତୀ ଉପବାସ ବା ଇଣ୍ଟରମିଟ୍ ଫାଷ୍ଟିଂ, ଉଚ୍ଚ ପ୍ରୋଟିନ୍ ଡାଏଟ୍ ଏବଂ ଫିଟନେସ୍ କାର୍ଯ୍ୟକଳାପ ମଧ୍ୟ ଯୋଗ କରିପାରିବା। ହଁ, ଆଜିକାଲି ଆମ ପାଖରେ କେଟୋ ଭଳି ଖାଦ୍ୟ ଅଛି। ଲୋକପ୍ରିୟ ଖାଦ୍ୟର ସଂଖ୍ୟା ବିଭ୍ରାନ୍ତିକର ହୋଇପାରେ। ଆମେ ଖାଦ୍ୟକୁ ଭଲ ପାଉ ଏବଂ ସେହି ସମୟରେ ଆମେ କ'ଣ ଖାଇବୁ ସେ ବିଷୟରେ ଚିନ୍ତା କରୁ। ଏହା ଖାଦ୍ୟକୁ ଏକ ଅତ୍ୟନ୍ତ ଲାଭଜନକ ବ୍ୟବସାୟ କରିଥାଏ। ମୁଁ ନିକଟରେ ଏକ ପ୍ରବନ୍ଧ ପଢ଼ିଥିଲି ଯେଉଁଥିରେ 2024 ବର୍ଷ ପାଇଁ ନୂତନ ପୁଷ୍ଟିକର ଧାରା ବିଷୟରେ ଉଲ୍ଲେଖ କରାଯାଇଥିଲା ଏବଂ ସେଗୁଡ଼ିକ ମଧ୍ୟରୁ କେତେକ ପ୍ରକୃତରେ ଆକର୍ଷଣୀୟ। ସତରେ? ସେ ବିଷୟରେ ମୋତେ କିଛି କୁହନ୍ତୁ। ହଁ, ପ୍ରଥମଟି ହେଉଛି ଉଦ୍ଭିଦ ଆଧାରିତ ଖାଦ୍ୟକୁ ଅଧିକ ପସନ୍ଦ କରିବା, ଯାହା ଆମେ ଭାରତୀୟ ମାନେ ଦୀର୍ଘ ସମୟ ଧରି କରି ଆସୁଛୁ। ହଁ, ଆମେ ଚକ୍ରକୁ ସମ୍ପୂର୍ଣ୍ଣ କରି ଆସିଛୁ। ମୋର ମନେ ଅଛି, ଛୁଟି ଦିନରେ ମୁଁ ଆମ ଜେଜେବାପା ଆଉ ଜେଜେମା ଘରକୁ ଯାଉଥିଲି ଆଉ ସେଠି ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ, ନିରାମିଷ ଖାଦ୍ୟ ଖାଉଥିଲି, ଯାହା ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ପ୍ରକାରର ହେଉଥିଲା। ଏହି ବାର୍ତ୍ତାଳାପ କରିବା ବେଳେ ମୋତେ ଭୋକ ଲାଗିଲାନି। ଆଜିକାଲି ଆଉ କ'ଣ ଟ୍ରେଣ୍ଡ କରୁଛି? ପରିମାଣ ପରିବର୍ତ୍ତେ ଗୁଣାତ୍ମକ ପ୍ରୋଟିନ୍ ଖାଇବା ଏବଂ ପ୍ରାୟୋବାୟୋଟିକ୍ ଗ୍ରହଣ କରିବାର ଗୁରୁତ୍ୱ ଉପରେ ଧ୍ୟାନ ଦିଆଯାଉଛି, ଯେପରିକି ଦହି, ଛେନା ଏବଂ ଇଡଲି ଆଉ ଦୋସା। ଅବଶ୍ୟ ଆଉ ଆଚାରକୁ ଭୁଲନ୍ତୁ ନାହିଁ। ଆମମାନଙ୍କ ମଧ୍ୟରୁ ଅଧିକାଂଶ ଆଚାରକୁ ତେଲ ଏବଂ ଲୁଣର ଏକ ବଡ଼ ଅସ୍ୱାସ୍ଥ୍ୟକର ପିଣ୍ଡ ଭାବରେ ବିବେଚନା କରନ୍ତି, କିନ୍ତୁ ଏହି ସୁସ୍ୱାଦୁ ମିଶ୍ରଣର ପ୍ରସ୍ତୁତ କରିବାର ପ୍ରକ୍ରିୟା ଚିନି, ଲୁଣ, ଅନେକ ମସଲା ଏବଂ ତେଲ ସହିତ ମିଶ୍ରିତ ପନିପରିବା ଏବଂ ଫଳକୁ ସୂର୍ଯ୍ୟ ତଳେ ଫର୍ମେଣ୍ଟ କରିବାକୁ ରଖାଯାଏ। ଏହାଦ୍ୱାରା ଭଲ ବ୍ୟାକ୍ଟେରିଆ ବୃଦ୍ଧି ହୋଇଥାଏ ଏବଂ ଏହା ଗରମ ଭାତ ଏବଂ ଡାଲି ସହିତ କେତେ ଭଲ ଲାଗେ ଖାଇବାକୁ। ଆପଣ ଠିକ୍ କହିଛନ୍ତି। ତେଣୁ ସ୍ୱାସ୍ଥ୍ୟକର ଖାଦ୍ୟ କେବଳ ପୁଷ୍ଟିକର ନୁହେଁ, ଏହା ସ୍ୱାଦିଷ୍ଟ ମଧ୍ୟ ହୋଇପାରେ। ନିଶ୍ଚିତ କଲ୍ୟାଣୀ ଭଉଣୀ, ତୁମେ ଜାଣିଛ କି ସ୍ୱାସ୍ଥ୍ୟକର ଖାଦ୍ୟକୁ ନେଇ ଯେଉଁ ସବୁ ଆମେ ପସନ୍ଦ କରୁ ତାହା ଈଶ୍ୱର ମଧ୍ୟ ଗୁରୁତ୍ୱ ଦିଅନ୍ତି। ଆମେ ଆମ ଶରୀର ନିମନ୍ତେ ଗ୍ରହଣ କରୁଥିବା ଖାଦ୍ୟ ଆମେ କେତେ ଭଲ ଭାବରେ କାର୍ଯ୍ୟ କରୁ ତାହା ଉପରେ ପ୍ରଭାବ ପକାଇଥାଏ ଏବଂ ଆମର ସମ୍ପ୍ରଦାୟ, ମଣ୍ଡଳୀ, ପରିବାରରେ ସେବା କରିବାର କ୍ଷମତାକୁ ସିଧାସଳଖ ପ୍ରଭାବିତ କରିଥାଏ। ମୁଁ ଏହି ବିଷୟରେ ସେପରି ଚିନ୍ତା କରିନାହିଁ। ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଜନା ପ୍ରସ୍ତୁତ କରିବା
ଏବଂ ଦୃଢ଼ ପୁଷ୍ଟିକର ଅଭ୍ୟାସ ସୃଷ୍ଟି କରିବା ଆମକୁ ଉନ୍ନତି ପାଇଁ ଆବଶ୍ୟକ ଉପକରଣ ସହିତ ସଜ୍ଜିତ କରେ। ଲେବି ପୁସ୍ତକରେ ଈଶ୍ୱର ତାଙ୍କ ଲୋକମାନଙ୍କୁ ଖାଦ୍ୟ ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ନିୟମମାନ ଦେଇଥିଲେ। କ'ଣ ଖାଇବା ଗ୍ରହଣୀୟ କି ନୁହେଁ ତାହା ସ୍ଥିର କରିବା ପାଇଁ ଇସ୍ରାଏଲକୁ ଡାଏଟ୍ ବୁକ୍ ଆଡ଼କୁ ଯିବାକୁ ପଡ଼ିନଥିଲା। ସେମାନେ ବୁଝିପାରିଲେ ଯେ ଈଶ୍ୱରଙ୍କ ପ୍ରତି ଆଜ୍ଞାବହତା କେବଳ ପବିତ୍ର ସ୍ଥାନରେ ପୂଜା କରିବା ମଧ୍ୟରେ ସୀମିତ ନୁହେଁ, ବରଂ କ'ଣ ଖାଇବେ, କ'ଣ ପିନ୍ଧିବେ ଏବଂ ଲୋକମାନଙ୍କ ପ୍ରତି କିପରି ବ୍ୟବହାର କରିବେ ସେହି ବିଷୟରେ ଦୈନନ୍ଦିନ ନିଷ୍ପତ୍ତି ମଧ୍ୟ ହୋଇଥାଏ। ପ୍ରତିଦିନ ଖାଦ୍ୟ ନିୟମାବଳୀ ଅନୁସରଣ କରିବା ଦ୍ୱାରା ଇସ୍ରାଏଲୀୟବାସୀମାନେ ଜାଣିପାରିଥିଲେ ଯେ ସେମାନେ ଈଶ୍ୱରଙ୍କ ଲୋକ। ଆମର ଜୀବନର ଗୁଣବତ୍ତା ଶାରୀରିକ ସ୍ୱାସ୍ଥ୍ୟ, ପୋଷଣ ଏବଂ ଆଧ୍ୟାତ୍ମିକ ସୁସ୍ଥତା ସମେତ ଅନେକ କାରକ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ସେଥିପାଇଁ ଭଲ ଖାଦ୍ୟ ଚୟନ କରି କିପରି ସୁସ୍ଥ ରହିବେ ତାହା ଶିଖିବା ଗୁରୁତ୍ୱପୂର୍ଣ୍ଣ। ଈଶ୍ୱର ଆମ ଶରୀର ପାଇଁ ଖାଦ୍ୟ ସୃଷ୍ଟି କରିଛନ୍ତି, ଯାହା ଆମକୁ ଶକ୍ତି ପ୍ରଦାନ କରେ, ଜୀବନ ଧାରଣ କରେ, ରୋଗ ପ୍ରତିରୋଧକ କରେ ଏବଂ ଆରୋଗ୍ୟ ହେବ ସହଜ କରେ। ଆମର ଖାଦ୍ୟ ପସନ୍ଦ ଆମର ମନୋବଳ, ମାନସିକ ଧ୍ୟାନ, ଶାରୀରିକ ପ୍ରଦର୍ଶନ, ଓଜନ, ପ୍ରତିରକ୍ଷା ପ୍ରଣାଳୀ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ ଏବଂ ରୂପକୁ ପ୍ରଭାବିତ କରେ। ଏହି ବାକ୍ୟାଂଶଟି ଶୁଣନ୍ତୁ। ଅନୁଗ୍ରହ କରି ଆପଣ ଦାସମାନଙ୍କୁ 10 ଦିନ ପାଇଁ ପରୀକ୍ଷା କରନ୍ତୁ। ଆମ୍ଭମାନଙ୍କୁ ଭୋଜନ ନିମନ୍ତେ ଶସ୍ୟ ଓ ପାନ ନିମନ୍ତେ ଜଳ ଦିଆଯାଉ। ତହିଁ ଉତ୍ତାରେ ଆପଣଙ୍କ ସମ୍ମୁଖରେ ଆମ୍ଭମାନଙ୍କର ମୁଖ ଓ ରାଜକୀୟ ଭକ୍ଷ୍ୟ ଭୋଜନ କରି ଯୁବାମାନଙ୍କର ମୁଖ ଦେଖାଯାଉ। ତହିଁରେ ଆପଣ ଯେପରି ଦେଖନ୍ତି ତଦନୁସାରେ ଆପଣ ଦାସମାନଙ୍କ ପ୍ରତି ବ୍ୟବହାର କରନ୍ତୁ। ଆପଣଙ୍କର ମନେ ଅଛି କି ଏହି ପଦଟି କେଉଁ ପୁସ୍ତକରୁ ଆସିଛି? ଆରେ ହଁ, ଏହା ଦାନିଏଲ ପୁସ୍ତକରୁ ଆସିଛି। ଠିକ୍। ଏହି ପଦଟିର ପୃଷ୍ଠଭୂମି ବୁଝିବା ପାଇଁ ଚାଲନ୍ତୁ ଦେଖିବା। ଯେତେବେଳେ ଜିହୁଦୀ ଈଶ୍ୱରଙ୍କ ଠାରୁ ଦୂରେଇ ଗଲେ, ଈଶ୍ୱର ଜିହୁଦୀମାନଙ୍କୁ ଧରି ବାବିଲକୁ ନେଇଯିବା ପାଇଁ ଶତ୍ରୁ ରାଷ୍ଟ୍ର ବାବିଲକୁ ଅନୁମତି ଦେଲେ। ଜେରୁସାଲେମର ମନ୍ଦିର ଓ ନଗର ପ୍ରାଚୀର ଧ୍ୱଂସ କରାଗଲା। ବାବିଲର ରାଜା ନବୁକଦ୍ନେଚ୍ଚାର ଆଦେଶ ଦେଲେ ଯେ ସବୁଠାରୁ ଉଜ୍ଜଳ ଏବଂ ସୁନ୍ଦର ବନ୍ଦୀମାନଙ୍କୁ ଶିକ୍ଷିତ କରାଯିବ ଏବଂ ବାବିଲନୀୟ ଦରବାରରେ ସେବା କରିବା ପାଇଁ ଶିକ୍ଷା ଦିଆଯିବ। ଇତିମଧ୍ୟରେ ବାବିଲରେ ଥିବା ଦାନିଏଲ ଏବଂ ଜିହୁଦୀ ବନ୍ଦୀମାନଙ୍କୁ ବଞ୍ଚିବାକୁ ସେମାନଙ୍କ ନୂତନ ଜୀବନର ସର୍ବୋତ୍ତମ ଉପଯୋଗ କରିବାକୁ ଚେଷ୍ଟା କରିବାକୁ ପଡ଼ିଥିଲା। ସେମାନଙ୍କୁ ଜିହୁଦୀ ଆଇନ କିପରି ପାଳନ କରିବେ ତାହା ଶିଖିବାକୁ ପଡ଼ିଥିଲା। ଯେଉଁଠାରେ ଦାୟିତ୍ୱରେ ଥିବା ଲୋକମାନେ ଈଶ୍ୱରଙ୍କୁ ସମ୍ମାନ କରୁନଥିଲେ, ସେମାନେ ମୋଶାଙ୍କ ନିୟମ ଅବଲମ୍ବନ କରୁଥିଲେ। ମୋଶାଙ୍କ ନିୟମ ଉପାସନା, ସମ୍ପର୍କ, କାର୍ଯ୍ୟ ଏବଂ ଏପରିକି ଜଣେ କ'ଣ ଖାଇପାରିବ ଏବଂ କ'ଣ ଖାଇପାରିବ ନାହିଁ ତାହା ଗଠନ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ରାଜପ୍ରସାଦରେ ରହିବା ଏବଂ ଶିକ୍ଷିତ ହେବା ପାଇଁ ଦାନିଏଲ ଏବଂ ଅନ୍ୟ ଯୁବକମାନଙ୍କୁ ମନୋନୀତ କରାଯାଉଥିଲା। ନବୁକଦ୍ନେଚ୍ଚାର ଜିହୁଦା ବ୍ୟତୀତ ଅନେକ ଦେଶକୁ ପରାସ୍ତ କରିଥିଲେ। ଜେରୁସାଲେମ ଧ୍ୱଂସ ହେଲା। ବାବିଲର ରାଜା ନବୁକଦ୍ନେଚ୍ଚାର ଆଦେଶ ଦେଲେ ଯେ ସବୁଠାରୁ ଜ୍ଞାନୀ ଏବଂ ସୁନ୍ଦର ବନ୍ଦୀମାନଙ୍କୁ ଶିକ୍ଷିତ କରାଯିବ ଏବଂ ବାବିଲନୀୟ ଦରବାରରେ ସେବା କରିବା ପାଇଁ ଶିକ୍ଷା ଦିଆଯିବ ଏବଂ ସେ ତାଙ୍କ ସରକାରରେ ସହାୟକ ଭାବରେ ତାଲିମ ନେବା ପାଇଁ ସର୍ବୋତ୍ତମ ଯୁବକମାନଙ୍କୁ ସଂଗ୍ରହ କରୁଥିଲେ। ରାଜା ଏହି ଯୁବକମାନଙ୍କ ପାଇଁ ଏକ 3 ବର୍ଷର ପାଠ୍ୟକ୍ରମ ଯୋଜନା କରିଥିଲେ। ତେଣୁ ଦାନିଏଲ ସେହି ଦିନମାନଙ୍କର ସର୍ବୋତ୍ତମ ଶିକ୍ଷା ହାସଲ କରିବାର ସୁଯୋଗ ପାଇଥିଲେ। ବାବିଲନୀୟମାନେ ଗଣିତ, ଜ୍ୟୋତିର୍ବିଜ୍ଞାନ ଏବଂ ଔଷଧ ବିଷୟରେ ଜାଣିଥିଲେ। ରସାୟନ ବିଜ୍ଞାନ ଏବଂ ଧାତୁ ବିଜ୍ଞାନ ଦାନିଏଲଙ୍କ ସମୟର ବିଜ୍ଞାନ ଭାବରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଧର୍ମତତ୍ତ୍ୱ ଏବଂ ଦର୍ଶନ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାନ୍ତା। ଯୁବକମାନଙ୍କ ଦାୟିତ୍ୱରେ ଥିବା ବ୍ୟକ୍ତି ସେମାନଙ୍କୁ ବାବିଲନୀୟ ନାମ ଦେଇଥିଲେ। ଦାନିଏଲ ନାମର ହିବ୍ରୁର ଭାଷାରେ ଅର୍ଥ ମୋର ବିଚାରକର୍ତ୍ତା ହେଉଛନ୍ତି ଈଶ୍ୱର। ତାଙ୍କର ନୂତନ ନାମ ବେଲ୍ଟସସ୍ଚର। ଏହାର ଅର୍ଥ ହେଉଛି ବେଲ୍ ତାଙ୍କ ଜୀବନକୁ ରକ୍ଷା କରନ୍ତୁ।
ଏହି ନାମକରଣ ଦ୍ୱାରା ଜଣେ ବାବିଲୋନୀୟ ଦେବତା ବେଲ୍‌କୁ ସମ୍ମାନିତ କରିଥିଲେ। ସେ ସେମାନଙ୍କ ପାଇଁ ଯାହା ସବୁଠାରୁ ଭଲ ଖାଦ୍ୟ ଏବଂ ପାନୀୟ ବୋଲି ଭାବିଥିଲେ ତାହା ଦେବା ପାଇଁ ଆଦେଶ କରିଥିଲେ। ରାଜାଙ୍କ ମେଜରୁ ଯୁବକମାନଙ୍କୁ ଦିଆଯାଇଥିବା ଖାଦ୍ୟ ଏବଂ ମଦ ସମ୍ଭବତଃ ବହୁତ ସମୃଦ୍ଧ, ବିଳାସପୂର୍ଣ୍ଣ, ବିରଳ ଖାଦ୍ୟ ଥିଲା, ଯାହା କେବଳ ଧନୀମାନଙ୍କର କିଣିବାର ସାମର୍ଥ୍ୟ ଥିଲା। କିନ୍ତୁ ରାଜାଙ୍କ ଖାଦ୍ୟ ଏବଂ ଦ୍ରାକ୍ଷାରସରେ ସମସ୍ୟା ଥିଲା ଯେ ସେମାନେ ସମସ୍ତେ ମୂର୍ତ୍ତିଗୁଡ଼ିକୁ ତାହା ଅର୍ପଣ କରି ପୂଜା ସମାରୋହରେ ଜଡ଼ିତ ଥିଲେ ଏବଂ ଯିଏ ସେଗୁଡ଼ିକୁ ଖାଉଥିଲେ ସେ ମୂର୍ତ୍ତିକୁ ସମ୍ମାନ ଦେଉଥିଲେ। ଆହୁରି ମଧ୍ୟ ଖାଦ୍ୟ ସମ୍ବନ୍ଧରେ ଈଶ୍ୱର ଏବ୍ରୀୟମାନଙ୍କୁ କଠୋର ନିୟମମାନ ଦେଇଥିଲେ। ଏପରିକି ସେମାନେ ଯାହା ଖାଇଥିଲେ ସେଥିରେ ମଧ୍ୟ ଯିହୁଦୀମାନେ ଦର୍ଶାଇଥିଲେ ଯେ ଈଶ୍ୱର ସମ୍ମାନିତ ହେବା ଆବଶ୍ୟକ। ବାବିଲୋନରେ ଏହି ନିୟମଗୁଡ଼ିକ ପାଳନ କରାଯାଉ ନଥିଲା। ଦାନିଏଲ ଅନୁଭବ କଲେ ଯେ ଯଦି ସେ ଈଶ୍ୱରଙ୍କ ନିୟମ ପାଳନ ନ କରନ୍ତି ତେବେ ସେ ଅଶୁଚି ହେବେ ଏବଂ ଈଶ୍ୱରଙ୍କୁ ଅସମ୍ମାନ କରିବେ। ଯୁବକ ବିଦ୍ୱାନମାନଙ୍କ ଦାୟିତ୍ୱରେ ଥିବା ବ୍ୟକ୍ତି ରାଜାଙ୍କ ଖାଦ୍ୟ ଖାଇବାକୁ ଦାନିଏଲଙ୍କ ପ୍ରତ୍ୟାଖ୍ୟାନକୁ ବିଚାର କରିଥିଲେ। କିନ୍ତୁ ସେହି ବ୍ୟକ୍ତି ଜଣକ ରାଜାଙ୍କ ଅବାଧ୍ୟ ହେବାକୁ ଭୟ କରୁଥିଲେ। ସେ ଭାବୁଥିଲେ ସେ ଯଦି ଏହି ଯୁବମାନଙ୍କୁ ଅନ୍ୟ କୌଣସି ପ୍ରକାର ଖାଦ୍ୟ ଦିଅନ୍ତି ଏବଂ ତାପରେ ସେମାନେ ଅନ୍ୟ ଯୁବକମାନ ପରି ଶକ୍ତିଶାଳୀ ଏବଂ ସୁନ୍ଦର ନୁହନ୍ତି ତେବେ ରାଜା ହୁଏତ କ୍ରୋଧିତ ହୋଇ ତାଙ୍କୁ ଅବମାନନା କରିଥିବା ବ୍ୟକ୍ତିଙ୍କ ମସ୍ତକ ଛେଦନ କରିବା ପାଇଁ ଆଦେଶ ଦେଇପାରନ୍ତି। ଦାନିଏଲ 10 ଦିନର ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ଯୁବାମାନେ ରାଜାଙ୍କ ଖାଦ୍ୟ ଏବଂ ଦ୍ରାକ୍ଷାରସ ପରିବର୍ତ୍ତେ ପନିପରିବା ଖାଉଥିଲେ ଏବଂ ପାଣି ପିଉଥିଲେ। ଲୋକଟି ଏହାକୁ ପରୀକ୍ଷା କରିବାକୁ ରାଜି ହେଲା। ଯଦି ଯୁବକମାନେ 10 ଦିନ ମଧ୍ୟରେ ଦୁର୍ବଳ ହୋଇଯାଆନ୍ତି ତେବେ ସେ ରାଜାଙ୍କ ନିର୍ଦ୍ଦେଶ ଅନୁଯାୟୀ ଖାଇବାକୁ ଜିଦ୍ ଧରିବେ। ପରୀକ୍ଷା ପ୍ରମାଣ କଲା ଯେ ଦାନିଏଲ ଓ ତାଙ୍କ ସଙ୍ଗୀମାନଙ୍କ ଖାଦ୍ୟ ସର୍ବୋତ୍ତମ ଥିଲା, ତେଣୁ ଏହା ଜାରି ରଖାଯାଇଥିଲା। ଈଶ୍ୱର ଚାହୁଁଥିଲେ ଯେ ଏହି ଏବ୍ରୀୟ ଯୁବକମାନେ ବାବିଲରେ ତାଙ୍କର ସାକ୍ଷୀ ହୁଅନ୍ତୁ। ସେ ସେମାନଙ୍କୁ ସର୍ବୋତ୍ତମ ଛାତ୍ର ହେବାରେ ସାହାଯ୍ୟ କରିଥିଲେ। ଦାନିଏଲ ଜାଣିଥିଲେ ଯେ ଈଶ୍ୱରଙ୍କ ଶାସନ ପୃଥିବୀର ସମସ୍ତ ରାଜ୍ୟ ଉପରେ ଥିଲା। ସେ ହେଉଛନ୍ତି ରାଜା, ଏପରିକି ଆମର ଶରୀର ମଧ୍ୟ ତାଙ୍କର। ଦାନିଏଲ ତାଙ୍କ ଶରୀରରେ ଏପରି କିଛି ନ ରଖିବାକୁ ସ୍ଥିର କଲେ ଯାହା ଈଶ୍ୱରଙ୍କୁ ଅସମ୍ମାନ କରିବ। ତେଣୁ ସେ ଶଦ୍ରକ, ମେଷକ ଓ ଅବେଦଗୋଙ୍କ ସହିତ ତାଙ୍କ ବିଶ୍ୱାସରେ ସ୍ଥିର ରହିଲେ ଏବଂ ପନିପରିବା ବ୍ୟତୀତ ଆଉ କିଛି ଖାଇଲେ ନାହିଁ ଏବଂ ପାଣି ବ୍ୟତୀତ ଆଉ କିଛି ପିଇଲେ ନାହିଁ ଏବଂ ଈଶ୍ୱର ତାଙ୍କ ନିଷ୍ପତ୍ତିକୁ ଆଶୀର୍ବାଦ କରୁଥିଲେ। ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି? ମୁଁ ଭାବୁଛି ସେଇଠାରେ ହିଁ ଆମେ ବିଫଳ ହେଉଛୁ। ଆମ ପାଖରେ ଏତେ ସବୁ ପ୍ରକାର ଖାଦ୍ୟ ସବୁ ଋତୁରେ ଉପଲବ୍ଧ ସାମଗ୍ରୀ ଆମ ଗୃହରେ ସହଜ ଏବଂ ଶୀଘ୍ର ପହଞ୍ଚାଇବାର ସେବା ପାଇଁ ଆମେ ଘଣ୍ଟା ମଧ୍ୟରେ ଆମର ପସନ୍ଦ ଅନୁଯାୟୀ ଖାଦ୍ୟ ପାଇଯାଉଛୁ। ଆମେ ଆମ ଶରୀରକୁ କ'ଣ ଖୁଆଉଛୁ ସେ ବିଷୟରେ ଆମେ ଆଉ ଚିନ୍ତା କରୁନାହୁଁ। ଏହା ଠିକ୍। ଆଜି ଆମ ଦୁନିଆରେ ସମସ୍ତ ବୟସ୍କ ଏବଂ ପିଲାମାନଙ୍କ ମଧ୍ୟରୁ 65%ରୁ ଅଧିକଙ୍କର ଓଜନ ସମାନ ଓଜନ। ତାଠାରୁ ଅଧିକ ଆମର ଜୀବନରେ ନୂତନ ପ୍ରତିମା ଗୁଡ଼ିକ ଏଇ ଦିନମାନଙ୍କରେ ହେଉଛି ଆତ୍ମସନ୍ତୋଷ ଓ ଅତି ଭୋଜନ। ଖ୍ରୀଷ୍ଟୀୟ ଖେଳାଳିମାନଙ୍କ ପାଇଁ କ୍ରୀଡ଼ା ସଂସ୍ଥା ଫେଲୋସିପ୍ ଅଫ୍ ଖ୍ରୀଷ୍ଟିଆନ ଏଥଲେଟିକ୍ସ କମ୍ପିଟିଟରର କ୍ରୀଡ଼ା ଏହା ନିଜ ସଦସ୍ୟମାନଙ୍କ ନିମନ୍ତେ ଏହି ମନ୍ତବ୍ୟ ରଖିଥାଏ, ତାହା ଏପରି ମୋହର ଶରୀର ହେଉଛି ଯୀଶୁଖ୍ରୀଷ୍ଟଙ୍କର ମନ୍ଦିର। ମୁଁ ଏହାକୁ ଭିତର ଏବଂ ବାହାରରୁ ରକ୍ଷା କରେ। ମୋ ଶରୀରରେ ଏପରି କିଛି ପ୍ରବେଶ କରିବ ନାହିଁ ଯାହା ଜୀବନ୍ତ ଈଶ୍ୱରଙ୍କୁ ସମ୍ମାନ ଦିଏ ନାହିଁ। ଆମେ ସମସ୍ତେ ସ୍ୱାସ୍ଥ୍ୟକର ଖାଦ୍ୟର ମୌଳିକତା ବିଷୟରେ ଜାଣୁ। ଆମେ ଖାଦ୍ୟ ଖାଉଥିବା ମାଧ୍ୟମରେ ଦାନିଏଲଙ୍କ ପରି ଈଶ୍ୱରଙ୍କୁ ସମ୍ମାନ ଦେବା ପାଇଁ ପ୍ରକୃତରେ ପ୍ରତିଶ୍ରୁତିବଦ୍ଧ ହେବାର ସମୟ ବର୍ତ୍ତମାନ ନୁହେଁ କି? ଈଶ୍ୱର ଆମର ନିଷ୍ପତ୍ତି ଏବଂ ଆମର କାର୍ଯ୍ୟ ଦକ୍ଷତାକୁ ମଧ୍ୟ ଆଶୀର୍ବାଦ କରିବେ। କିନ୍ତୁ କେବଳ ସ୍ୱାସ୍ଥ୍ୟକର ଖାଦ୍ୟ ଏକ ସୁସ୍ଥ ଜୀବନ ବଜାୟ ରଖିବା ନିମନ୍ତେ ଯଥେଷ୍ଟ ନୁହେଁ। ଆମେ ନିଜ ଶରୀରର ମଧ୍ୟ ଯତ୍ନ ନେବା ଆବଶ୍ୟକ।
ଈଶ୍ୱର ଆମର ନିଷ୍ପତ୍ତି ଏବଂ ଆମର କାର୍ଯ୍ୟ ଦକ୍ଷତାକୁ ମଧ୍ୟ ଆଶୀର୍ବାଦ କରିବେ। କିନ୍ତୁ କେବଳ ସ୍ୱାସ୍ଥ୍ୟକର ଖାଦ୍ୟ ଏକ ସୁସ୍ଥ ଜୀବନ ବଜାୟ ରଖିବା ନିମନ୍ତେ ଯଥେଷ୍ଟ ନୁହେଁ। ଆମେ ନିଜ ଶରୀରର ମଧ୍ୟ ଯତ୍ନ ନେବା ଆବଶ୍ୟକ। କିନ୍ତୁ ଆମର ସମସ୍ତ ଦାୟିତ୍ୱ ସହିତ ଆମେ ତାହା କିପରି କରିପାରିବା? ହଁ, ନିଶ୍ଚୟ କରିପାରିବା। ଚର୍ଚ୍ଚରେ ଜଣେ ମହିଳା ମୋତେ ଏହି ମହାନ ଧାରଣା ଦେଇଥିଲେ। ସେ କହିଥିଲେ ଯେ ସେ ପ୍ରାର୍ଥନା ପାଇଁ ନିଜ ଘର ପାଖ ପଡ଼ିଆ ଚାରିପାଖରେ ବୁଲିବାକୁ ଯାଆନ୍ତି। ଏହା ଗୋଟିଏ ସମୟରେ ଦୁଇଟି କାର୍ଯ୍ୟର ସମାଧାନ କରିଥାଏ, ବ୍ୟାୟାମ ଏବଂ ଈଶ୍ୱରଙ୍କ ସହିତ ବ୍ୟକ୍ତିଗତ ସମୟ। ଫେରି ଆସିଲା ପରେ ସେ ସତେଜ ଅନୁଭବ କରନ୍ତି ଏବଂ ଦିନର ଅବଶିଷ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଶକ୍ତି ପାଆନ୍ତି। ଏହା ବହୁତ ଭଲ ଚିନ୍ତାଧାରା। ଆମେ ଏକ ନୂଆ ଫିଟନେସ୍ କ୍ଲାସ୍ ମଧ୍ୟ ନେଇପାରିବା କିମ୍ବା ପାର୍କରେ ଚାଲିପାରିବା। ସକ୍ରିୟ ରହିବା ଏବଂ ସୁସ୍ଥ ଖାଦ୍ୟ ଅଭ୍ୟାସକୁ ସମର୍ଥନ କରିବା ପାଇଁ ଏଗୁଡ଼ିକ ହେଉଛି ସମସ୍ତ ଉତ୍ତମ ଉପାୟ। ଏବଂ ଆମେ ଯଥେଷ୍ଟ ବିଶ୍ରାମ ନେବା, ଏକ ଦୃଢ଼ କାର୍ଯ୍ୟ ଜୀବନ ସନ୍ତୁଳନ ଖୋଜିବା ଏବଂ ପ୍ରତ୍ୟେକ ଦିନ ଈଶ୍ୱରଙ୍କ ସହିତ ସମୟକୁ ପ୍ରାଥମିକତା ଦେବା ଆବଶ୍ୟକ। ଆଜିର ଦ୍ରୁତଗତିର ଦୁନିଆରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସରେ ପଡ଼ିବା ସହଜ। କିନ୍ତୁ କ'ଣ ହେବ ଯଦି ଏହିପରି ଏକ ମାର୍ଗଦର୍ଶିକା ପୁସ୍ତକ ଥିବ ଯାହା ଆମକୁ ଆମେ ଖାଉଥିବା ଖାଦ୍ୟ ବିଷୟରେ ଉତ୍ତମ ଚୟନ କରିବାରେ ସାହାଯ୍ୟ କରିବ? ବାସ୍ତବରେ ବାଇବେଲରେ ସ୍ୱାସ୍ଥ୍ୟକର ଖାଦ୍ୟ ବିଷୟରେ ଅନେକ କଥା କୁହାଯାଇଛି। ଆମେ ପୋଷଣ ଏବଂ ସୁସ୍ଥତା ଉପରେ ବାଇବେଲର କିଛି ଜ୍ଞାନ ଅନୁସନ୍ଧାନ କରିବାକୁ ଯିବା। ଏପରିକି ଆମର ବାରମ୍ବାର ଲୋଭନୀୟ ଜଙ୍କ ଫୁଡ ପସନ୍ଦ ପ୍ରସଙ୍ଗରେ ମଧ୍ୟ। ପ୍ରଥମେ ପ୍ରଥମ କରନ୍ଥୀୟ ପୁସ୍ତକ 3 ଅଧ୍ୟାୟର 16 ପଦ ଏବଂ 17 ପଦ ପ୍ରତି ଦୃଷ୍ଟି ଦେବା। ଏଥିରେ କୁହାଯାଇଛି, ତୁମ୍ଭେମାନେ କି ଜାଣ ନାହିଁ ଯେ ତୁମ୍ଭେମାନେ ଈଶ୍ୱରଙ୍କର ମନ୍ଦିର ଆଉ ଈଶ୍ୱରଙ୍କ ଆତ୍ମା ତୁମମାନଙ୍କ ଅନ୍ତରରେ ବାସ କରନ୍ତି? ଯଦି କୌଣସି ଲୋକ ଈଶ୍ୱରଙ୍କ ମନ୍ଦିରକୁ ନଷ୍ଟ କରେ ତେବେ ଈଶ୍ୱର ତାକୁ ନଷ୍ଟ କରିବେ, କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର, ସେହି ମନ୍ଦିର ତୁମ୍ଭେମାନେ। ଏହି ପଦଟି ଆମମାନଙ୍କ ଶରୀରକୁ ଈଶ୍ୱରଙ୍କ ମନ୍ଦିର ବୋଲି ବିଚାର କରିବା ଦ୍ୱାରା ସୁସ୍ଥ ଭୋଜନରେ ସଂଯମତା ସମ୍ବନ୍ଧୀୟ ବାଇବେଲ ସିଦ୍ଧାନ୍ତକୁ ସୁଦୃଢ଼ କରିଥାଏ। ସ୍ୱାସ୍ଥ୍ୟକର ଖାଦ୍ୟପେୟର ସଂଯମତା ହେଉଛି ଏକ ମୌଳିକ ନୀତି ଯାହା ଆମକୁ ଉତ୍ସାହିତ କରିଥାଏ। ଆତ୍ମନିୟନ୍ତ୍ରଣ ବ୍ୟବହାର କରି ଅତ୍ୟଧିକ ଉପଭୋଗରୁ ଦୂରେଇ ରହିବା ଏବଂ ଆମ ଶରୀରର ପବିତ୍ରତାକୁ ସମ୍ମାନ ଦେଉଥିବା ଖାଦ୍ୟ ବାଛିବା। ଆମେ ଲୋଭନୀୟ ଅସ୍ୱାସ୍ଥ୍ୟକର ବିକଳ୍ପ ଦ୍ୱାରା ପ୍ରଲୁବ୍ଧ ହେଲେ ମଧ୍ୟ ଆମର ସ୍ୱାସ୍ଥ୍ୟ ସଚେତନ ପସନ୍ଦ କରିବାର କ୍ଷମତା ଅଛି। ଅତ୍ୟଧିକ ଖାଦ୍ୟ କିମ୍ବା ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାର ଇଚ୍ଛାକୁ ପ୍ରତିରୋଧ କରି ଆମେ ସୁସ୍ଥତା ଏବଂ ଆତ୍ମନିୟନ୍ତ୍ରଣ ପ୍ରତି ଆମର ଉତ୍ସର୍ଗୀକୃତତା ପ୍ରଦର୍ଶନ କରୁ। ହିତୋପଦେଶ ତାର 25 ଅଧ୍ୟାୟର 27 ପଦ ସଂଯମରେ ଜ୍ଞାନର ଏକ ଜୀବନ୍ତ ଦୃଷ୍ଟାନ୍ତ ପ୍ରଦାନ କରେ। ସେଠାରେ ଏହିପରି ଲେଖା ଅଛି, ବହୁତ ମହୁ ଖାଇବାର ଯେପରି ଭଲ ନୁହେଁ, ସେପରି ମନୁଷ୍ୟମାନେ ଆପଣା ଗୌରବ ଅନୁସନ୍ଧାନ କରିବାର ଗୌରବ ନୁହେଁ। ପଦଟି ପ୍ରକୃତରେ ଆମକୁ ଶିକ୍ଷା ଦିଏ ଯେ ମହୁ ପରି ମିଠା ଜିନିଷର ଉପଭୋଗରେ ମଧ୍ୟ ଅତ୍ୟଧିକ ମାତ୍ରା ପ୍ରତିକୂଳ ପରିଣାମ ଆଣିପାରେ। ଏହା ଆମକୁ ଆତ୍ମନିୟନ୍ତ୍ରଣ ଏବଂ ସଂଯମତା ଅଭ୍ୟାସ କରିବାକୁ ଉତ୍ସାହିତ କରେ, ଯାହା ସମ୍ମାନଜନକ ଏବଂ ବୃଦ୍ଧିର କାର୍ଯ୍ୟ ଅଟେ। ବର୍ତ୍ତମାନ ଆସନ୍ତୁ ଚୀନରେ ରହୁଥିବା ଜଣେ ଜେଜେମାଙ୍କ କାହାଣୀ ଶୁଣିବା। ଜେଜେମା ଯେତେବେଳେ ଛୋଟ ଝିଅ ଥିଲେ ସେ ଚୀନରେ ରହୁଥିଲେ। ତାଙ୍କ ପିତାମାତା କ୍ଷେତରେ କାମ କରୁଥିଲେ। ସେମାନଙ୍କ ପାଇଁ ଜୀବନ ଅତ୍ୟନ୍ତ କଷ୍ଟକର ଥିଲା। କିନ୍ତୁ ଯଦିଓ ସେମାନେ ଗରିବ ଥିଲେ ତଥାପି ସେମାନେ ଖୁସି ଥିଲେ। ସେମାନେ ସମାନ ଥିଲେ। ସେମାନେ ସମସ୍ତେ କ୍ଷେତରେ କଠିନ ପରିଶ୍ରମ କରୁଥିଲେ ଏବଂ ପ୍ରତିଦିନ କେବଳ ମାଛ ଏବଂ ଭାତ ଖାଉଥିଲେ। ଯଦି କେହି ଗୋଟିଏ ପକ୍ଷୀକୁ ଧରିବାରେ ସଫଳ ହୁଅନ୍ତି ତେବେ ଏହା ଏକ ଉତ୍ସବର ଦିନ ହେଉଥିଲା। ଏହି ଭୋଜିରେ ଯୋଗ ଦେବା ପାଇଁ ଅନ୍ୟ ଏକ ପରିବାରକୁ ନିମନ୍ତ୍ରଣ କରାଯାଉଥିଲା। ଜେଜେମାଙ୍କର ଜଣେ ବନ୍ଧୁ ଯିଏକି ପାଖରେ ରହୁଥିଲେ
ତାଙ୍କର ନାମ ଥିଲା ଲିନ୍। ଦୁଇ ଝିଅ କାଳ୍ପନିକ ମନଗଢ଼ା କାହାଣୀ କହୁଥିଲେ କିପରି ସେମାନେ ସେମାନଙ୍କ ଘୋଡ଼ା ଉପରେ ଚଢ଼ି ଦୂର ସ୍ଥାନକୁ ଦୁଃସାହସିକ ଭାବେ ଯାତ୍ରା କରୁଥିଲେ, ଯେଉଁଠାରେ ସେମାନେ ଗୁମ୍ଫାରେ ସୁନ୍ଦର ଅଳଙ୍କାର ପାଇପାରିବେ ଓ ଘରକୁ ଆଣି ନିଜ ପିତାମାତାଙ୍କୁ ଦେବେ ଓ ସେମାନେ ଧନୀ ହୋଇଯିବେ। ସେମାନେ ଭାବିଲେ ଯେ ଯଦି ସେମାନେ ଧନୀ ହୁଅନ୍ତି ତେବେ ସେମାନେ ରାଜା ଏବଂ ରାଜକୁମାରମାନେ ଖାଉଥିବା ସବୁ ପ୍ରକାରର ଖାଦ୍ୟ ଖାଇପାରିବେ, ଯାହା ନିଶ୍ଚିତ ଭାବରେ ମାଛ ଏବଂ ଭାତ ହେବ ନାହିଁ। ଗୋଟିଏ ଶୀତ ଋତୁରେ ତୁଷାରପାତ ହେଉଥିଲା ଏବଂ ବହୁତ ସମୟ ପର୍ଯ୍ୟନ୍ତ ରହିଲା। ପ୍ରତ୍ୟେକଙ୍କର ବସ୍ତା ଭିତରେ ଚାଉଳ ଭଣ୍ଡାର ଥିଲା, ଯାହାଙ୍କୁ ମୂଷାଙ୍କ ଠାରୁ ସୁରକ୍ଷିତ ଭାବେ ଦୂରରେ ରଖାଯାଉଥିଲା। ମାଛକୁ ଶୁଖୁଆ କରି ଛାତ ନିକଟରେ ଉଚ୍ଚରେ ରଖି ଝୁଲାଇ ଦିଆଯାଉଥିଲା। ଜେଜେମାଙ୍କ ମା ଚିନ୍ତିତ ଥିଲେ, ସେ ଶୀତ ଋତୁ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ରହିବ ନାହିଁ। ଚାଉଳ ଭଲ ଭାବରେ ଚାଲିଲା, କିନ୍ତୁ ମାଛ ପ୍ରାୟ ଶେଷ ହୋଇ ଆସୁଥିଲା। ଖୁବ୍ ଶୀଘ୍ର ଅଧିକାଂଶ ଖାଦ୍ୟ କେବଳ ଭାତ ହିଁ ଥିଲା। ମାଛଟି ସବୁ ଶେଷ ହୋଇଯାଇଥିଲା। ଜେଜେମା ଜାଣିବାକୁ ପାଇଲେ ଯେ ସେ ପ୍ରକୃତରେ ମାଛ ଖାଇବାକୁ ଭଲ ପାଆନ୍ତି। ଏହା ବିନା ଖାଲି ଭାତ ଖାଇବାକୁ ସହଜ ନଥିଲା। ସେ ତାଙ୍କ ମାଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ସେ ମାଛ ବିନା ଭାତ ଖାଇବାକୁ ପସନ୍ଦ କରନ୍ତି ନାହିଁ। ତାଙ୍କ ମା ଆସି ତାଙ୍କୁ ପାଖରେ ବସି କହିଲେ, ଭାତ ଆମ ପାଇଁ ବହୁତ ଭଲ, ଏହା ଆମକୁ ବଞ୍ଚେଇ ରଖେ। ଆମେ କୃତଜ୍ଞ ହେବା ଉଚିତ ଯେ ଆମ ପାଖରେ ଖାଇବା ପାଇଁ ଭାତ ଅଛି। କିଛି ଲୋକଙ୍କ ପାଖରେ ମାଛ ନାହିଁ କି ଭାତ ବି ନାହିଁ। ସେମାନେ କିପରି ଅନୁଭବ କରୁଥିବେ ଟିକେ ଭାବିଛ? ସେମାନେ ନିଶ୍ଚୟ ବହୁତ ଭୋକିଲା ଥିବେ। ଆମେ ଖୁସି ହେବା ଉଚିତ କାରଣ ଆମେ ଭୋକିଲା ନାହୁଁ। କିନ୍ତୁ ମୁଁ ଭାତ ଖାଇ ଖାଇ ଥକି ଯାଇଛି, ଜେଜେମା କହିଲେ। ତାଙ୍କ ମା ତାଙ୍କୁ ବୁଝାଇଥିଲେ ଯେ ତୁ ନିଜକୁ ନିୟନ୍ତ୍ରଣ କରିବା ଶିଖିବା ଉଚିତ ଏବଂ ଯେଉଁ ବିଷୟ ପରିବର୍ତ୍ତନ ହୋଇପାରିବ ନାହିଁ ସେ ବିଷୟରେ ଅଭିଯୋଗ କରିବା ଉଚିତ ନୁହେଁ। ତାହା କରିଲେ କେବଳ ଖରାପ ଅନୁଭବ କରିବୁ ଏବଂ ଅନ୍ୟ ଲୋକଙ୍କୁ ମଧ୍ୟ ଅସନ୍ତୁଷ୍ଟ କରିବୁ। ଖାଲି ଭାତ ଖାଇ ଶିଖିବା ଆବଶ୍ୟକତାକୁ ଓ ଭାତ ଖାଇବାକୁ ମିଳିଛି ସେଥିପାଇଁ ଆନନ୍ଦ କରିବା ମଧ୍ୟ ଆବଶ୍ୟକ। ଅନେକ ବର୍ଷ ପରେ ଯେତେବେଳେ ଜେଜେମା ବହୁତ ବୃଦ୍ଧ ହେଲେ, ତାଙ୍କ ନାତି ନାତୁଣୀମାନେ ତାଙ୍କୁ ପଚାରିଲେ ଯେ ସେ କେବେ ସାଧାରଣ ଭାତ ଖାଇବାକୁ ପାଇଥିବାରୁ ପ୍ରକୃତ ଆନନ୍ଦ କରିପାରିଥିଲେ କି? ଜେଜେମା କହିଲେ, ହଁ, ମୋ ବନ୍ଧୁ ଲିନ୍ ର ପରିବାର ପାଖରେ ନା ମାଛ ଥିଲା ନା ଭାତ। ଶୀତ ଋତୁ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଆମଠାରୁ ଚାଉଳ ନେବାକୁ ଆସୁଥିଲେ। ମୁଁ ବହୁତ ଖୁସି ହେଲି ସେମାନଙ୍କୁ ଚାଉଳ ଦେବାକୁ ସକ୍ଷମ ହୋଇପାରିଥିଲୁ, ଯାହାଦ୍ୱାରା ସେମାନେ ଭୋକିଲା ରହିବେ ନାହିଁ। ମୁଁ ଆଉ କେବେ ଅଭିଯୋଗ କରିନି। ଖାଇବା ପାଇଁ ଯଥେଷ୍ଟ ପାଇଥିବାରୁ ମୁଁ ବହୁତ କୃତଜ୍ଞ ଥିଲି ଏବଂ ଏହାକୁ ବାଣ୍ଟିବାରେ ମୁଁ ଆହୁରି ଖୁସି ହେଲି। ଆମ ପାଖରେ ଥିବା ଖାଦ୍ୟ ପ୍ରତି କୃତଜ୍ଞତା ପ୍ରକାଶ କରିବା ଦ୍ୱାରା ଆମେ ଯାହା ଖାଇଥାଉ ତାହା ସହିତ ଆମର ସମ୍ପର୍କକୁ କେବଳ ମଜବୁତ କରୁନାହୁଁ, ବରଂ ଆମେ ବାଛିଥିବା ପସନ୍ଦକୁ ମଧ୍ୟ ଆକାର ଦେଇଥାଉ, ଯାହା ଶେଷରେ ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସକୁ ଆଗେଇ ନିଏ। ପ୍ରଥମ ଥେସଲୋନିକୀୟ 5:18 ଲେଖା ଅଛି, ସବୁ ଅବସ୍ଥାରେ ଧନ୍ୟବାଦ ଦିଅ, କାରଣ ତୁମମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ୱରଙ୍କ ଅଭିମତ। ଏହି ଶକ୍ତିଯୁକ୍ତ ପଦ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଆମକୁ ଶିଖାଏ ଯେ କୃତଜ୍ଞ ହୃଦୟ ଧାରଣ କେତେ ଜରୁରୀ। ତେବେ ମଧ୍ୟ ଯେତେବେଳେ ଆମ ପାଖରେ ଅଳ୍ପ କିମ୍ବା ସୀମିତ ପ୍ରକାରର ଖାଦ୍ୟ ସାମଗ୍ରୀ ଥାଏ, ଏହା ଈଶ୍ୱରଙ୍କ ସହିତ ଆମର ସମ୍ପର୍କକୁ ଆହୁରି ମଜବୁତ କରିଥାଏ। ଖାଇବା ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେବା, ଈଶ୍ୱରଙ୍କ ଯୋଗାଣ ଓ ତାଙ୍କ ଇଚ୍ଛାକୁ କୃତଜ୍ଞ ହୃଦୟରେ ଗ୍ରହଣ କରିବା, ଏହା ଦର୍ଶାଇଥାଏ। ଗୀତ ସଂହିତା 136 ପର୍ବର 25 ପଦରେ ଲେଖାଯାଏ, ସବୁ ପ୍ରାଣୀକି ଆହାର ଦିଅନ୍ତି ସେ, କାରଣ ତାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଏହି ପଦଟି ଦର୍ଶାଉଛି ଯେ ଖାଦ୍ୟ ହେଉଛି ଈଶ୍ୱରଙ୍କ ଚିରସ୍ଥାୟୀ ପ୍ରେମର ଏକ ସାର୍ବଜନିକ ଆଶୀର୍ବାଦ। ବୟସ୍କ ଭାବରେ ସୁସ୍ଥ ରହିବା କଷ୍ଟକର। ଆମର କାର୍ଯ୍ୟସୂଚୀ ଏପରି ଯେ ଆମେ ଆବଶ୍ୟକ କରୁଥିବା ସ୍ୱାସ୍ଥ୍ୟ ସଚେତନ
କାର୍ଯ୍ୟ କରିବାକୁ ଆମ ପାଖରେ ସମୟ ନାହିଁ, କିନ୍ତୁ ଯଦି ଆମେ ସେହି ଶରୀରର ଯତ୍ନ ନ ନେବା ଯାହା ଈଶ୍ୱରଙ୍କ ଆଶୀର୍ବାଦ, ତେବେ ଆମେ ଈଶ୍ୱରଙ୍କୁ ସମ୍ମାନ ଦେଉନାହୁଁ। ଆମର ଜୀବନଶୈଳୀକୁ ପ୍ରଭାବିତ କରୁଥିବା ସମସ୍ତ ବିଷୟ ଉପରେ ଈଶ୍ୱର ଧ୍ୟାନ ଦିଅନ୍ତି, ଯେଉଁଥିରେ ଆମର ଖାଦ୍ୟପେୟ, ଅଭ୍ୟାସ ଏବଂ ପସନ୍ଦ ମଧ୍ୟ ଅନ୍ତର୍ଭୁକ୍ତ। ଉପଭୋଗ କରିବା ପାଇଁ ସେ ଆମକୁ ଉତ୍ତମ ଆଶୀର୍ବାଦ ଦେଇଛନ୍ତି। ଯଦିଓ ଆମେ ସୁସ୍ଥ ଜୀବନଯାତ୍ରାରେ ଚାଲିବା ସମୟରେ ରାସ୍ତାରେ ଭୁଲ କରିଥାଉ, ସେ ଆମକୁ ସଠିକ୍ ପଥ ଦେଖିବା ପାଇଁ ଦୟାଳୁ ପ୍ରଭୁ ଅଟନ୍ତି। ଯେତେବେଳେ ଆମେ ଆମ ଶରୀର ଏବଂ ପରିବାର ପାଇଁ ସୁସ୍ଥ ବିଷୟ ପସନ୍ଦ କରୁ, ଆମେ ତାଙ୍କ ନାମକୁ ଗୌରବ ପ୍ରଦାନ କରୁ। ଆଶାଭରା ନାରୀର ପ୍ରତ୍ୟେକ ଦର୍ଶକ ବନ୍ଧୁଙ୍କୁ ଆମ ସହିତ ଯୋଗ ଦେଇଥିବାରୁ ଧନ୍ୟବାଦ। ଆମେ ଆଶା କରୁଛୁ ଆପଣ ଆଜିର ଏହି କାର୍ଯ୍ୟକ୍ରମ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଅଛନ୍ତି। प्रभु जीशुंकर जहा संतोष जनक ताहा अनुसंधान कर, अनुसंधान कर, ताहा अनुसंधान कर, अनुसंधान कर। पवित्रतार सौंदर्ये विभूषित हुआ, विभूषित हुआ। पवित्रतार सौंदर्ये विभूषित हुआ, विभूषित हुआ। अंधकार जगत रे दीप्तिमती हुआ, दीप्तिमती हुआ। आसंतु प्रार्थना करिबा। प्रिय प्रभु जीशु राजा, तुमर धन्यवाद गौरव प्रशंसा करुछु। तुम हमको सुंदर वाक्य देइथिबारु प्रभु। ए शरीर तुमर मंदिर, तेणु शरीर को आत्मीय भाव में क्यों प्रकार खाद्य जोगाइबार आवश्यक रही ताहा आमको शिक्षा माध्यम दर्शाई तुम नामको धन्यवाद दौचु। पुणी वाक्य को पालन करने आम प्रत्येक को सद्बुद्धि प्रदान कर बोली निवेदन करी यही प्रार्थना प्रिय प्रभु जीशु तुम पवित्र नाम रे मागिलु, आमेन। तेबे दर्शक बंधु, वर्तमान तो समय शेष हो गलानी। आशा करू आपन को आजिर कार्यक्रम निश्चय भल लगी। हाँ, आमको आपण जीवन अनुभूति जनइबा को भूलिबे नहीं। टीवी स्क्रीन रे दिया जाइथिबा ठिकाना और फोन नंबर रे आमो सह निश्चय जोगाजोग करिवे। पुणी आमको 0444908127 रे मिस्ड कॉल करने को भूलिबे नहीं। सप्ताह शेष अधिक मिस्ड कॉल देइथिबा दर्शक बंधु को पुरस्कृत करा जिवो। आउ एक नुआ कार्यक्रम नहीं आपण को निकट को आसियो। से पर्यंत हमको विदाई दियंतु। सुस्थ रुहंतु, सुस्थ खांतु एवं कृतज्ञ रुहंतु। रहिलु, नमस्कार। आजिर प्रश्नटी हैला, दानिएलଙ୍କ बाबिलोनीय नाम कौन थिला? ए नबुकदनेस्सर, बी बेलशजर, सी शद्रक, डी मैस्रक। गत सप्ताहर विजय दर्शक बंधु हेले अनुगुल रचना गोचायत परिवार।